ଜୟ ଜଗନ୍ନାଥ ସାଙ୍ଗମାନେ। ତ ଆଜି ଦୋକାନ ବସି ସଫାସଫି କରି ଦୋକାନରେ ବସିଛି। ତ ଆମର ଜାଲ ଭାଇ ବି ଆସିଗଲେ ମାଛ ନେଇକି। ତ ଆଜି ଆମ ଦୋକାନ ବହୁତ କମ୍ ମାଛ ଆସିଥିଲା। ତାପରେ ମୁଁ ଲାଗିଲି ଗୋଟେ କଷ୍ଟମର ମାଛ ଓଜନ କରିବାରେ। ତାଙ୍କ ଦରକାର ଥିଲା ଦୁଇଟା ମିଟିଆଳି ମାଛ। ତ ତାଙ୍କ ଦୁଇଟା ମିଟିଆଳି ମାଛକୁ ଓଜନ କରିକି ମୁଁ ଲାଗିଲି ତାଙ୍କ ମାଛ କାଟିବାରେ। ତାଙ୍କ ମାଛ କାଟି ତାଙ୍କୁ ଦେଇ ସାରିଲା ପରେ ନେଳି କଲର ଗଞ୍ଜି ପିନ୍ଧିଥିବା ଏ ଭାଇଙ୍କ ଦରକାର ଥିଲା ଦୁଇଟା ରୋହି ମାଛ। ତ ତାଙ୍କ ଦୁଇଟା ରୋହି ମାଛକୁ ଓଜନ କରିକି ମୁଁ ଲାଗିଲି ତାଙ୍କ ମାଛ କାଟିବାରେ। ତ ଫଟାଫଟ ତାଙ୍କ ମାଛ କାଟିକି ମୁଁ ସେ ଭାଇଙ୍କୁ ଦେଇ ଦେଇଥିଲି। ଦେଇ ସାରିଲା ପରେ ଆମର ପୁଣି ଜାଲ ଭାଇ ବି ଆସିଗଲେ ମାଛ ନେଇକି। ସବୁ ଦୋକାନ ମାଛ ସବୁ ଢାଳି ସାରିଲା ପରେ ଗାଞ୍ଚା ପିନ୍ଧିଥିବା ଏ ଜେଜେଙ୍କ ଦରକାର ଥିଲା ଗୋଟେ ଶେଉଳ ମାଛ। ତ ତାଙ୍କ ଶେଉଳ ମାଛକୁ ଓଜନ କରିକି ବିନା ନ କାଟିକି ଜରିରେ ପୁରେଇକି ମୁଁ ସେ ଭାଇନାଙ୍କୁ ଦେଇ ଦେଇଥିଲି। ତାଙ୍କ ମାଛ ଦେଇ ସାରିଲା ପରେ କଳା କଲର ଗଞ୍ଜି ପିନ୍ଧିଥିବା ଏ ଭାଇଙ୍କ ଦରକାର ଥିଲା ଗୋଟେ ବାଳିଆ ମାଛ। ତାଙ୍କ ବାଳିଆ ମାଛକୁ ଓଜନ କରିକି ମୁଁ ଲାଗିଲି ତାଙ୍କ ମାଛ କାଟିବାରେ। ତ ଫଟାଫଟ ସେ ବାଳିଆ ମାଛ କାଟିକି ମୁଁ ସେ ଭାଇନାଙ୍କୁ ଦେଇ ଦେଇଥିଲି। ତାପରେ ଆମ ସବୁ ମାଛ ସରିଯାଇଥିଲା। ତ ମାଛ ସବୁ ସରି ସାରିଲା ପରେ ପୁଣି ବାପା ମାଛ ନେଇକି ପଳେଇ ଆସିଥିଲେ ଚୁନା ମାଛ ଆଉ ପୋଳା ମାଛ। ତ ଚୁନା ମାଛ ପୋଳା ମାଛ କିଛି ସମୟ ବିକି ସାରିଲା ପରେ ବାପାକୁ ଏତିକି କିଛି ମାଛ ବସେଇକି ମୁଁ ଘରୁ ପଳେଇ ଆଇଲି। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ସବସ୍କ୍ରାଇବ୍ କରିବେ। ରହୁଛି ଜୟ ଜଗନ୍ନାଥ।